कोकसरा ब्लॉकରୁ ବାହାର ରାଜ୍ୟକୁ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ଏକ 1109 ଗାଡ଼ି ଶୁକ୍ରବାର ସନ୍ଧ୍ୟାରେ ଧରାପଡ଼ିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡ଼କେନ୍ଦୁଗୁଡ଼ା ବଜାର ପଡ଼ିଆ ନିକଟରେ କେନ୍ଦୁପତ୍ର ବୋଝେଇ CG 04JD 3319 ନମ୍ବର ଏକ ଗାଡ଼ିକୁ କେନ୍ଦୁପତ୍ର ସିଜନାଲ କର୍ମଚାରୀମାନେ ଅଟକାଇ କାଗଜପତ୍ର ଦେଖାଇବା ପାଇଁ କହିଥିଲେ ହେଁ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପରେ ବନ ବିଭାଗ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀ ପହଞ୍ଚି ଘଟଣାସ୍ଥଳରୁ ପତ୍ର ବୋଝେଇ ଗାଡ଼ିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇଯାଇଥିଲେ। ଆମପାଣି ପଞ୍ଚାୟତ କନ୍ଦାଗଡ଼ଠାରୁ ରାବଣଗୁଡ଼ା ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେଲା କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି, ଯାହାଫଳରେ କେନ୍ଦୁପତ୍ର ବିଭାଗ କର୍ମଚାରୀମାନେ କାମଧନ୍ଦା ହରାଉଥିବା ବେଳେ ଦଲାଲମାନେ ମାଲମାଲ ହେଉଛନ୍ତି। ଜବତ ଗାଡ଼ିରୁ 110 ବସ୍ତା କେନ୍ଦୁପତ୍ର ଥିବାବେଳେ ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଧର୍ମଗଡ଼ ରେଞ୍ଜର। ଘଟଣାସ୍ଥଳରେ SCF ଓମକାର ଦାସ, ରେଞ୍ଜର ଧର୍ମଗଡ଼, ଆମପାଣି ଫରେଷ୍ଟର, ବେହେରା ଫରେଷ୍ଟର ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜବତ ଗାଡ଼ିକୁ ଆମପାଣି ଥାନାକୁ ନେଇ ରଖାଯିବା ନେଇ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସ୍ୱସ୍ତିଦୀପ ଆଦିତ୍ୟଙ୍କ ରିପୋର୍ଟ।